ମୁକ୍ତିଙ୍କ ପାଖକୁ ଆଦି ଆସୁଛନ୍ତି। ଆଉ ଆଦି ମୁକ୍ତିଙ୍କୁ ଦେଖିକି ସେ ମୁକ୍ତିଙ୍କୁ କହୁଛନ୍ତି, ମୁଁ ତ ସବୁ ଜାଣିଛି ମୁକ୍ତି। ମୁକ୍ତି ଆଦିଙ୍କ ପାଟିରୁ ଏମିତି କଥା ଶୁଣିକି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ ଭାବୁଛନ୍ତି ଆଦି କେମିତି ଏତେ ଶୀଘ୍ର ଚେଞ୍ଜ ହେଇଗଲେ, ଆମ ସବୁ ଭଲ ପାଇବାକୁ ଭୁଲିଗଲେ। ସେ ସବୁ ପ୍ରତିଶ୍ରୁତି ଯେଉଁ ସବୁ ଦେଇଥିଲେ ସବୁ କିଛି କ'ଣ ସେ ଭୁଲିଗଲେ? ସେ ଟାଇମ୍ରେ ଆଦି ମୁକ୍ତିଙ୍କୁ କହୁଛନ୍ତି, ତମକୁ ନାନା ଆଉ ନତାଶା ଏତେ ବୁଝଉଛନ୍ତି, ତମେ କ'ଣ ବୁଝିପାରୁନ ନା କ'ଣ? ମୋର ତମେ ଜମା ବି ପସନ୍ଦ ନୁହଁ। ମୋତେ କେବଳ ଆଉ କେବଳ ନତାଶା ହିଁ ଦରକାର, ତମେ ନୁହଁ ମୁକ୍ତି। ଆଉ ତମେ ଯିବା ପରେ ହିଁ ମୁଁ ତାଙ୍କୁ ବାହା ହେଇପାରିବି ନା, ଆଉ ତାଙ୍କ ସହିତ ହାପିଲି ଲାଇଫ୍ ସ୍ପେଣ୍ଡ କରିପାରିବି। ସେଇ ଟାଇମ୍ରେ ନତାଶା କହୁଛନ୍ତି ମୁକ୍ତିକୁ, ଆଉ ସେଇଥିପାଇଁ ତ ତତେ ଏଠୁ ଯିବାକୁ ହବ ମୁକ୍ତି। ଆଇ ନୋ ମୁକ୍ତି, ତତେ ବହୁତ କଷ୍ଟ ହେଉଥିବ, କିନ୍ତୁ ତୋ ଆଖି ସାମ୍ନାରେ ତ ସିନ୍ଦୁର ଆଉ ଭଲ ପାଇବା ତତେ ଧୋକା ଦେଇଥିବାର ଦେଖି ଆଉ ଏବେ ନା ତୁ ନିଶ୍ଚୟ ଶାନ୍ତିରେ ମରିପାରିବୁ ନା। ଆଉ ସେଇଥିପାଇଁ ତ ଏଡି ଆସିଛନ୍ତି ତୋ ସାମ୍ନାରେ ସବୁ ସତ କଥା କହିବା ପାଇଁ। ଏବେ ତୁ କହ, ତୋ ଭଲ ପାଇବାରେ କେତେ ଶକ୍ତି ଅଛି, କହ ମୁକ୍ତି କହ। କିନ୍ତୁ ମୁକ୍ତି ଜାଣିପାରୁନାହାନ୍ତି। ମୁକ୍ତି ଭାବୁଛନ୍ତି ସତରେ ସେ ଆଦି, ସେ କେବଳ ଆଦି ନତାଶାକୁ କେବଳ ଭଲ ପାଆନ୍ତି, ତାଙ୍କୁ ନୁହଁ। ମୁକ୍ତିଙ୍କୁ ଧୋକା ଦେଇକି ନତାଶା ଜୟଦେବକୁ ଆଦିଙ୍କର ମୁଖ ପିନ୍ଧେଇକି ମୁକ୍ତିଙ୍କ ସାମ୍ନାରେ ଆଣିକି ଛିଡ଼ା କରେଇଦେଇଛନ୍ତି, କାହିଁକି ନା ସେ ଆଦିଙ୍କୁ ମୁକ୍ତିଙ୍କ ସାମ୍ନାରେ ବେଜିତ୍ କରିପାରିବେ ଆଉ ସେ ଆଦିଙ୍କୁ ବଦନାମ କରିପାରିବେ। ମୁକ୍ତି କହୁଛନ୍ତି, ସେ ଟାଇମ୍ରେ ମୁକ୍ତି କହୁଛନ୍ତି ଆଜି ପରେ ନିଶ୍ଚିତ ଭାବରେ ଭଲ ପାଇବାର ଅର୍ଥ ବଦଳିଯିବ। କେହି କାହା ଉପରେ ବି ଆଉ ବିଶ୍ୱାସ କରିବେନି, କାହିଁକି ନା ଭଲ ପାଇବା ଆଉ ବିଶ୍ୱାସର ଅନ୍ୟ ନାଁ ହେଉଛି ଧୋକା, କେବଳ ଧୋକା। କିନ୍ତୁ ମୁକ୍ତି ନତାଶାଙ୍କ ପ୍ଲାନ୍କୁ ଜମା ବି ବୁଝିପାରୁନାହାନ୍ତି। ସେ ଆଦିଙ୍କୁ ଏମିତି କହିବାର ଦେଖିକି ମୁକ୍ତି ବହୁତ କଷ୍ଟ ପାଉଛନ୍ତି। ସେ ଭାବୁଛନ୍ତି ମୋ ଭଲ ପାଇବା କ'ଣ ଏତେ ମିଛ ଥିଲା ଯେ ଆଦି ମୋତେ ଆଜି ଧୋକା ଦେଇଦେଲେ। ଆଦି ମୋ ଭଲ ପାଇବାକୁ ବୁଝିପାରିଲେନି, ମୋ ଇମୋସନାଲ୍ ସହିତ ଖେଳିଲେ। ମୋ ପେଟରେ ଛୁଆ ଥିଲା ବୋଲିକି ସେ ମୋତେ ଭଲ ପାଉଥିଲେ, ଆଉ ଯେମିତି ନତାଶା ଆମ ଛୁଆକୁ ମାରିଦେଲେ ସେମିତି ଆଦି ମୋତେ ଭୁଲିଗଲେ। ଏଇଭଳି ସବୁ କଥା ଭାବିକି ମୁକ୍ତି ବହୁତ କଷ୍ଟ ପାଉଛନ୍ତି, ଆଉ ସେ ଆଦିକୁ ବି ବହୁତ ଘୃଣା କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆଜିର ଅଧ୍ୟାୟରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? ସତରେ କ'ଣ ମୁକ୍ତି ମରିଯିବେ? ତାଙ୍କୁ କ'ଣ ଆଦି ଆସିକି ବଞ୍ଚାଇ ପାରିବେନି? କ'ଣ ହେବ ଆଗକୁ? ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବି ଦବାଇ ଦିଅନ୍ତୁ।